ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୁଆଁଇଲା ଭଳି ଏକ ଘଟଣା। ସ୍ତ୍ରୀର ତଥାକଥିତ ପରକୀୟା ପ୍ରୀତି ଧରାପଡ଼ିବାରୁ ସ୍ୱାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛି ସ୍ତ୍ରୀକୁ। ଏହା ସହ ଦେଇଛି ଅଭାବନୀୟ ଅକଥନୀୟ ଶାରୀରିକ ମାନସିକ ନିର୍ଯାତନା। ଏଭଳି ଅମାନବୀୟ କାର୍ଯ୍ୟର ଭିଡ଼ିଓ ଭାଇରାଲ ହୋଇଛି। ମହିଳାଙ୍କ ସ୍ୱାମୀ ବେଙ୍ଗାଲୁରୁରେ କାମ କରନ୍ତି। ସ୍ତ୍ରୀର ଅନ୍ୟ ଏକ ଗାଁରେ ଜଣେ ଅବିବାହିତ ପୁରୁଷଙ୍କ ସହ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି। ଯୁବକ ଜଣକ 4 ଦିନ ହେଲା ମହିଳାଙ୍କ ଘରକୁ ଆସି ରହୁଥିଲା। ଘଟଣା ପ୍ରଘଟ ହେଲା ପରେ ଗ୍ରାମବାସୀ ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ ବସାଇଥିଲେ। ସେଠାରେ ଉଭୟେ ପରକୀୟା ପ୍ରୀତି ସ୍ୱୀକାର କରିଥିଲେ ବୋଲି କୁହାଯାଉଛି। ଖବର ପାଇ ବୁଧବାର ମହିଳାଙ୍କ ସ୍ୱାମୀ ବେଙ୍ଗାଲୁରୁ ଘରକୁ ଫେରିଥିଲେ। ଏହାପରେ ସ୍ତ୍ରୀକୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ଉଲଗ୍ନ କରି ଗାଁ ଦଣ୍ଡାରେ ବୁଲାଇଥିଲେ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ହେଲେ କଙ୍ଗାରୁ କୋର୍ଟ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କୁହାଯାଉଛି। ତେବେ ଏହି ଲଜ୍ଜାଜନକ ଭିଡ଼ିଓ ଭାଇରାଲ ହେବା ପରେ ସୁନ୍ଦରଗଡ଼ ଏସ୍ପି ଅମୃତ ପାଲ କୌର ଗାଁରେ ପୋଲିସ ଫୋର୍ସ ସହ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହା ସହ 14 ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି।